ତ ନମସ୍କାର ସାଙ୍ଗମାନେ। ତ ସାଙ୍ଗମାନେ ଆଜି ଦିନ ସାରା ତ ଆଉ ବ୍ଲଗ୍ କରିନି। ବର୍ତ୍ତମାନ ସନ୍ଧ୍ୟାରୁ ଯେତେବେଳେ ଟିକେ ଭଲ ଲାଗିଲା ତ ମୁଁ ଭାବିଲି ଚାଲ ଆଜି ଟିକେ ବ୍ଲଗ୍ କରିବା, ସମସ୍ତଙ୍କୁ ନିଜର ଟିକେ ଦେହ କଥା ସମସ୍ତେ ଶୁଣିବା। ଯେହେତୁ କାଲି ମୁଁ ଯେଉଁ ବ୍ଲଗ୍ଟା ଛାଡ଼ିଥିଲି ତ ଆପଣମାନଙ୍କୁ କହିଥିଲି କି ମୋର ଆକ୍ସିଡେଣ୍ଟ ମାନେ ହେଇଯାଇଥାନ୍ତା, ଆଉ କେମିତି କ'ଣ ସେ ବିଷୟରେ କହିବି। ଆଉ ଗେଲି ଯେହେତୁ କହିଲେ ଏଇ ବ୍ଲଗ୍ରେ କହିବନି, ନେକ୍ସଟ ବ୍ଲଗ୍ରେ କହିବ। ଆଉ ତାପରେ ବି ମୋର ଦେହ ଏତେ ଅସୁସ୍ଥ ହେଇଯାଇଥିଲା, ମୁଁ ଆଉ ସେଇ ବ୍ଲଗ୍କୁ ଆଉ କଣ୍ଟିନ୍ୟୁ କରିପାରିନଥିଲି। ଆଉ ସେତିକିରେ ହିଁ ବ୍ଲଗ୍ଟା ଏଡ଼ିଟ୍ କରି ଅପଲୋଡ଼ କରି ଆପଣମାନଙ୍କୁ ଦେଖେଇଥିଲି। ତ ସାଙ୍ଗମାନେ ଆଜି ମୁଁ ଆପଣମାନଙ୍କ ସହିତ କଥା ହେବି ଆଉ ମୋର କେମିତି ଆକ୍ସିଡେଣ୍ଟ ହେଇଥିଲା, କ'ଣ ଆଉ ଦେହର କ'ଣ ହାଲତ ବି ହେଇଛି। ତ ଚାଲନ୍ତୁ ସାଙ୍ଗମାନେ ଆଜିର ବ୍ଲଗ୍କୁ ଆରମ୍ଭ କରିବା ପୂର୍ବରୁ ଏଗେନ୍ ଆଶା କରୁଛି ଆପଣମାନେ ଭଲ ଥିବେ, ସୁସ୍ଥ ଥିବେ ଏବଂ ଖୁସି ଥିବେ। ତ ଚାଲନ୍ତୁ ସାଙ୍ଗମାନେ ମୋ ବ୍ଲଗ୍କୁ କଣ୍ଟିନ୍ୟୁ କରିବା। ସୋ ଏଗେନ୍ ୱେଲକମ୍ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଦି ବାର୍ଥଡେ ଫ୍ୟାମିଲି ବ୍ଲଗ୍ସ। ତ ସାଙ୍ଗମାନେ ପ୍ରଥମେ କଥା ହେଇଯିବା ମୋ ଦେହ କଥା। ଯେହେତୁ ମୋ ପ୍ରିଭିୟସ୍ ବ୍ଲଗ୍ରେ ଆମେ କଣ୍ଟିନ୍ୟୁସଲି ଯାଇଥିଲୁ ଏରି ଭାଣିଜୀ, ମାନେ ଏଠୁ ଯେତେବେଳେ ଗଲୁ ଖରାରେ ଗଲୁ, ତା ପୂର୍ବ ଦିନ ମୁଁ ବି ଯାଇଥିଲି ଆସ୍କା ଟିକେ। ତାପରେ ସେପଟେ ମଝିଆ ଭଉଣୀ ଘରୁ ହଠାତ୍ ଏମିତି କିଛି କାମରେ ଏପଟ ସେପଟ ଟିକେ ହେଇଯାଇଥିଲି, ଆଉ ଯେଉଁଥିପାଇଁ ଖରାରେ ଏପଟ ସେପଟ ହେଇଗଲି। ପୁଣି ଆସିଲା ଟିକେ ବର୍ଷା, ଆଉ ଯେଉଁଥିପାଇଁ ତାର ପ୍ରଭାବରେ ମୋର ଦେହ ପୁରା ଅସୁସ୍ଥ ବିଗିଡ଼ି ଯାଇଛି। ଆଉ ଯେଉଁଟାକି ଆପଣମାନେ ଜାଣିପାରୁଥିବେ ମୋ ଟୋନ୍ରୁ କେମିତି କଣ୍ଡିସନ୍, ମାନେ ଏତେ ଡାକରୁ ଖାଲି ପାଣି ବହୁଛି ଆଖିରୁ, ଆଉ କାନ ଗୁଡ଼ାକ ତ ଏମିତି ଲାଗୁଛି ସେ ଭିତରେ କିଏ ଗୋଟେ ପଶିକି ସଲସଲ କରୁଛି। ପୁରା ମାନେ ଥଣ୍ଡା ପୁରା ଜାମ୍ ହେଇଯାଇଛି ଯେମିତି ସବୁ। ଆଉ ନାକ ତ କହିବାକୁ ଗଲେ କାମ ଦେଉନି, କେତେବେଳେ ଏକାଠି ନାକ କାମ ଦେଉଛି ତ କେତେବେଳେ ଏକାଠି ହେଇଗଲେ ଏକାଠିଟା କାମ ଦେଉନି ଏମିତି। ତ ଆଜି ଆଉ ଏଇ ବ୍ଲଗ୍ରେ ଦେଖିବା, ଗେଲି ଶେଷରେ ଦେଖିବା କ'ଣ କରୁଛନ୍ତି କ'ଣ ନାହିଁ। ବର୍ତ୍ତମାନ ମୁଁ ଆପଣଙ୍କ ସହିତ କିଛି କଥା ସେୟାର କରିଦେଉଛି। ତ ସାଙ୍ଗମାନେ ଏମିତି ଯେହେତୁ ଖରାର କିଛି କାମରେ ବାହାରକୁ ବୁଲିଲି, ଆଉ ତାପରେ ବର୍ଷାରେ ଭିଜିଗଲି, ଆଉ ଖରା ବର୍ଷା ମାଡ଼ ଖାଇକି ଆଉ ମୋ କଣ୍ଡିସନ୍ ଆଉ ମୋ ଦେହ ସବୁ ବିଗିଡ଼ି ଯାଇଛି। ଏଇଟା ହେଉଛି କଥା। ତ ସାଙ୍ଗମାନେ ବର୍ତ୍ତମାନ ମୁଁ ଆପଣମାନଙ୍କ ସହିତ ସେୟାର କରିବା ତ ମୋର କେମିତି କ'ଣ ଆକ୍ସିଡେଣ୍ଟ ହେଇଥାନ୍ତା। ଆଉ ସେ ଆକ୍ସିଡେଣ୍ଟଟା ମାନେ ସାଙ୍ଗମାନେ ସେ ଆକ୍ସିଡେଣ୍ଟ ହେବା ପୂର୍ବରୁ କେଇ ସେକେଣ୍ଡ ମୁଁ ଛାତି ଖାଲି ଧକ୍ ଧକ୍ ଧରୁଥାଏ, ଆଉ ଦେହ ପୁରା ରୁମ ଟାଙ୍କୁରି ଯାଇଥାଏ। ଆଉ ଦେଖନ୍ତୁ ଏବେ ବି ପାଖାପାଖି ସେଇ କଥା ଯଦି ମନେ ପଡ଼ିଯିବ ନା, ତାହେଲେ ମାନେ ରୁମ ଟିକେ ଟିକେ ଟାଙ୍କୁରି ଆସେ। କାହିଁକିନା ସାଙ୍ଗମାନେ ତ ଆପଣମାନେ ବହୁତ ବ୍ଲଗ୍ରେ ପଚାରୁଛନ୍ତି ଭାଇ ଆପଣଙ୍କର ଗାଁ କେଉଁଠି କ'ଣ। ତ ଭାଇ ମୋ ଗାଁ ହେଉଛି ଗୋବରା ଡେଙ୍ଗାପଦର, ମାନେ ଭଞ୍ଜନଗର ପାଖାପାଖି। ଆଉ ମୁଁ ଗୋଟେ କାମରେ ଯାଇଥାଏ ଆସ୍କା। ତ ଯାଇକି ମେଡ଼ିକାଲ ପଲ୍ଲୀ ଛକରୁ ତ ଯଦି ବ୍ରହ୍ମପୁର ଆସୁଛନ୍ତି ତାହେଲେ ଲେଫ୍ଟ ସାଇଡ୍ ମେଡ଼ିକାଲ ପାଖରେ ଗଲା ପରେ ଗୋଟେ କେନାଲ ଥାଏ, କେନାଲ ବ୍ରିଜରେ ଗୋଟେ ଡାଉନ୍ ଥାଏ, ଆଉ ସେଇ ଡାଉନ୍ରେ ହିଁ ମୋର ଆକ୍ସିଡେଣ୍ଟ ହେଇଯାଇଥିଲା। ତ ସାଙ୍ଗମାନେ ଆପଣମାନେ ବହୁତ ମୁଭିରେ ଦେଖୁଥିବେ, ମାନେ ହଠାତ୍ ହିରୋ କି କିଏ ହଉ କାହାର ବ୍ରେକ୍ ଫେଲ୍ ହେଇଯାଇଥିବ, ଆଉ ଆଗରୁ ସାମ୍ନାରେ ଗୋଟେ ଗାଡ଼ି ଆସୁଥିବ, ଗାଡ଼ି ଯାଉଥିବ, କେମିତି କଣ୍ଡିସନଟା ଥାଏ। ଆଉ ସେଇ ଭଳିଆ ସିଚୁଏସନ୍ ପୁରା ମୋ ଲାଇଫ୍ରେ ପୁରା ହେଇଗଲା। ମାନେ ମୁଁ ଆସ୍କାରେ ଜଷ୍ଟ ମେଡ଼ିକାଲ କେନାଲରେ ଡାଉନ୍ରେ ଖସୁଥାଏ, ଆଉ ସେଇ ସମୟରେ ଆଗରୁ ଗୋଟେ ସ୍କୁଟିରେ ଜଣେ ଲେଡିସ୍ ତାଙ୍କ ଦୁଇଟା ଛୁଆକୁ ବସେଇଛନ୍ତି। ମାନେ ମୁଁ ଜଷ୍ଟ ବ୍ରିଜରୁ ଖସୁଥାଏ, ସେ ରାଇଟ୍ରୁ କ୍ରସ୍ କରିଗଲେ। ଏତିକି ସମୟରେ ସାଙ୍ଗରେ ମୁଁ ଯେତେବେଳେ ମାନେ ଆଗ ବ୍ରେକ୍ଟା ଯେତେବେଳେ ଡିସ୍କ ବ୍ରେକ୍ଟା ମାରିଛି, ମାନେ ଗଡ଼ାଣିରେ ଗଡ଼ୁଥାଏ ଗାଡ଼ି, ଆଉ ମୁଁ ଦୁଇ ସାଇଡ଼୍ରେ ଦୁଇ ଗୋଡ଼ ଦେଇକି ଆସ୍ତେ ଆସ୍ତେ ଖସୁଥାଏ। ହଠାତ୍ ସେ ଯେତେବେଳେ ରାଇଟ୍ ସାଇଡ଼୍ ପଳେଇ ଆସିଲା, ମୁଁ ଟିକେ ଆଗ ବ୍ରେକ୍ଟା ଲଗେଇଦେଲି। ଯେହେତୁ ଦୁଇ ଗୋଡ଼ ମୁଁ ତଳେ ରଖିଦେଇଛି, ଆଉ ମୋର ପଛ ବ୍ରେକ୍ କଥା ମନେ ପଡ଼ିଲାନି। ଯେତେବେଳେ ଆଗ ବ୍ରେକ୍ଟା ମୁଁ ମାରିଛି, ଦେଖ ତ ଡିସ୍କ ପୁରା ହ୍ୟାଣ୍ଡେଲ୍ ଲାଗିଲା, ଟୋଟାଲ୍ ବ୍ରେକ୍ ମାନେ କିଛି ବି ଧରିଲାନି। ଆଉ ଏତେ ସମୟରେ ମୁଁ କ'ଣ କରିବି କିଛି ଭାବି ପାରୁନଥାଏ, ମୋ ମୁଣ୍ଡ କାମ ଦେଉନଥାଏ, ମାନେ ଦେହ ପୁରା ଶିହରି ଉଠୁଥାଏ। କ'ଣ କରିବି ଏତେ କହିଲା ବେଳୁ ସିଏ ଜଷ୍ଟ କ୍ରସ୍ ହେଇଗଲେ। ତାଙ୍କ ଗାଡ଼ିରୁ ଜଷ୍ଟ ତାଙ୍କ ସ୍କୁଟିକୁ ବାଜେ ନ ବାଜେ ସେ କ୍ରସ୍ ହେଇଯାଇଛନ୍ତି। ଆଉ ତାପରେ ମୋ ଗାଡ଼ିଟା ଆଉ ଟିକେ ସମୟ ପରେ ରହିଯାଇଛି। ଯେହେତୁ ମୁଁ ଗୋଡ଼ ଦୁଇଟା ଦେଇକି ଘୋଷାଡ଼ିକି ଯାଉଥିଲି, ମାନେ ଗୋଡ଼ ଦେଇ ସେ ଗଡ଼ାଣିରୁ ଗଡ଼ିଲାଠୁ ଡାଉନ୍ରୁ ତ କିଛି ସମୟ ପରେ ରହିଗଲା। ସେ ଲେଡିସ୍ ବି ଚାହିଁକି ପଳେଇଲେ। ଆଉ ସେଠି ମୁଁ ମୋର କାମ ସାରିକି ବହୁତ କଷ୍ଟରେ, ଯେତେବେଳେ କିଛି କାମ ଥିଲା ବାହାରେ ସେ ସାରିକି ପୁଣି ଗାଡ଼ି ଦେଖେଇକି ଆସିଲି। ତାମାନେ ଯାଇକି ଗୋଟେ ଆତ୍ମାକୁ ଶାନ୍ତି ମିଳିଲା। ମୋତେ ଲାଗିଲା ଆଜି ମୁଁ ଗୋଟେ ବହୁତ ଦୁର୍ଘଟଣା ବଞ୍ଚିଲି। ଆଉ ସେଇଟା ମୁଁ ଭାବୁଛି ନିହାତି ମୋର
କୌଣସି ଭଲ ଲାଗେ ମୁଁ ଆପଣମାନଙ୍କ ଭଲ ପାଇବା ଆପଣଙ୍କର ସ୍ନେହ ଶ୍ରଦ୍ଧା ଯୋଗୁଁ ଅଳ୍ପକେ ବର୍ତ୍ତିଗଲି। ନହେଲେ ସାଙ୍ଗମାନେ ଯଦି ସେଇଠି ଟିକେ ବି ସେ ଲେଡ଼ିସ୍ ସ୍କୁଟି ବାଜିଥାନ୍ତା ଯାହାକି ସେଇଟା ମୋର ଭୁଲ, ଆଉ କିଏ ବୁଝି ନଥାନ୍ତା କି ମୋର ବ୍ରେକ୍ ଫେଲ୍ ଯୋଗୁଁ ଏସବୁ ପ୍ରୋବ୍ଲେମ୍ ହେଲା। ଆମ ପିଠିରେ ଆଉ ଜାଗା ନଥାନ୍ତା, ମାନେ ପିଠିରେ କୁଡ଼େଇ ଦେଇ ପଡ଼ିଥାନ୍ତେ। ଆସ୍କା ଭଳି ଗୋଟେ ଜନବହୁଳ ମେଡ଼ିକାଲ ପାଖାପାଖି ଗହଳି ରାସ୍ତାରେ ନା ଗାଡ଼ି ମୋର ହয়তো ସେ 10-20 ଭିତରେ ହିଁ ଥିବ, ଡାଉନ୍ ବ୍ରେକ୍ ମାରିଛି ମାର୍କେଟ, ଏମିତି ସେଇଠି ଏମିତି ଦୁର୍ଘଟଣା ହେଇଯାଇଥିଲା। ତ ହେଇଯାଇଥିଲା ନାଇଁ ହେଇଯାଇଥାନ୍ତା, ତଥାପି ଗୋଟେ ଛୋଟ କହିବାକୁ ଗଲେ ଗୋଟେ ଛୋଟ ଦୁର୍ଘଟଣା। ସେ ବି ଡରି ଯାଇଥିଲେ, ତାକୁ ବାଜି ଯାଇଥାନ୍ତା ଆଗ ଚକାଟା, ଆଉ ଯଦି ବାଜି ଯାଇଥାନ୍ତା ସେ ସ୍କୁଟିରୁ ଢଳି ପଡ଼ିଥାନ୍ତେ। ପୁଣି ତାଙ୍କର ଦୁଇଟା ଛୁଆ ଥିଲା, ଛୋଟ ଛୋଟ ଛୁଆ, ଏପଟେ ମୁଁ ବସିଛି, ମୋର ଗୋଟେ ସାଙ୍ଗ ବସିଛି, ଏମିତି ହିସାବରେ ଆମେ ଯାଇଥିଲୁ। ତ ସେ ଯାହା ହଉ ସାଙ୍ଗମାନେ ଏମିତି କଥା। ତ ସେଥିପାଇଁ ଆପଣମାନେ ବି ଯେତେବେଳେ ବାଇକ୍ ଚଲାଉଛନ୍ତି ତ ସେଫ୍ଲି ଚଲାନ୍ତୁ, କାହିଁକିନା ମୁଁ ତ ମୋର ବି ସବୁବେଳେ ସେଫ୍, କିନ୍ତୁ ଏତିକି କଥା ହଠାତ୍ ବ୍ରେକ୍ ଡାଉନ୍ ହେଇଯିବା ବହୁତ, ମାନେ କେବେ ଆଜି ଯାଏ ମୋ ଗାଡ଼ିରେ ସେମିତି ପ୍ରୋବ୍ଲେମ୍ ହେଇନଥିଲା। ସେଥିପାଇଁ ଆଉ ସେଠୁ ଆସିଲା ପରେ ସାଙ୍ଗମାନେ ଯେହେତୁ ଡିସ୍ଟା ଆଉ କାମ ଦେଇନଥିଲା, ତାପରେ ସେଠୁ ମାର୍କେଟ ଆସିଲା ପରେ ଡିସ୍ ଜାମ୍ ହେଇଗଲା, ଚକା ଗଡ଼ିଲାନି, ବହୁତ କଷ୍ଟରେ ଏମିତି ସେଠୁ ଆସିକି ଟିକେ ଦେଖେଇ ଦେଇକି ଆଉ ଟେମ୍ପରାରୀ ଯେହେତୁ ମୋ ପାଖରେ ସମୟ ବି ନଥିଲା ଆଉ ଗାଡ଼ିକି 2 ଦିନ ଦେବାର ଅଛି, ଆଉ ଆସ୍କାରେ ଗାଡ଼ି ରଖିକି ମୁଁ ଆସିପାରିନଥାଏ, ତ ଟେମ୍ପରାରୀ ଯାହା ଯେମିତି ହେଇକି ପଳେଇ ଆସିକି ଆମେ ଘରେ ପହଞ୍ଚିଗଲୁ। ଆସିକି ଆମ ମାର୍କେଟରେ ଗାଡ଼ି ଦେଇଥିଲି, ଆଉ ଯେଉଁଥିପାଇଁ ଗାଡ଼ି ଲେଟ୍ରେ ନେଇକି ଆସିଲି। ସେ ମୋତେ 3 ଦିନ ସମୟ ମାଗୁଥିଲେ, ତଥାପି ମୁଁ ଯେହେତୁ ତାଙ୍କୁ କହିଲି ଆଉ ଆମର ଗୋଟେ ସେଇ ଯେଉଁ ନାତିଆର ବର୍ଥଡେ ଅଛି, ମାନେ ଭାଣିଜୀର ପୁଅର ବର୍ଥଡେ ଥିଲା, ଆଉ ଯେଉଁଥିପାଇଁ ଆମ ତ ଗେଲିର ମୋର ଯିବାର ଅଛି ସେ ପ୍ରୋଗ୍ରାମ, ମୋତେ ତ ନିହାତି ଗାଡ଼ି ଦରକାର, ଆଉ ଗେଲିଙ୍କୁ ଯଦି ନେଇକି ଯିବି ତ ସେଥିପାଇଁ ମୁଁ କହିଲି ମୋତେ ଯାହା ହେଲେ ବି ଗୋଟେ ଦିନ ଦିଅ, ସେ ଆଡ଼ଜଷ୍ଟମେଣ୍ଟ କରିକି ଦେଇଦେଲେ। ଆଉ ଯେଉଁଥିପାଇଁ ସେଠୁ ଗ୍ୟାରେଜରୁ ଗାଡ଼ି ନେଇକି ଆସିକି ଭାଣିଜୀର ପୁଅ ବର୍ଥଡେରେ ପହଞ୍ଚିବାରେ ଆମର ବହୁତ ଲେଟ୍ ହେଇଯାଇଥିଲା ଖରାରେ, ଆଉ ପୁଣି ରିଟର୍ନ ଆସିଲାଠୁ ବର୍ଷା, ଆଉ ଯାହା ଯେମିତି ଆଗରୁ ମୋର ଟିକେ ଦେହ ଅସୁସ୍ଥ ଲାଗୁଥିଲା, ଏସବୁ ଯିବା ଆସିବା ଭିତରେ ମୋ ଦେହ ପୁରା ଅସୁସ୍ଥ ହେଇଗଲା। ଆଉ ବର୍ତ୍ତମାନ ଦେଖୁଛନ୍ତି ତ କେମିତି କଣ୍ଡିସନ, ନା କଥା କହିବାରେ ବି ବହୁତ ପ୍ରୋବ୍ଲେମ୍ ହେଉଛି, ଶ୍ୱାସ ତ ପବନ ଉଠିଲା ଭଳିଆ ଲାଗୁଛି। ଆଶା କରୁଛି ନିହାତି ଠିକ୍ ହେଇଯିବ, କିଛି ନୁହଁ, 1-2 ଦିନ ଭିତରେ ସବୁ ଠିକ୍ ହେଇଯିବ, ମେଡ଼ିସିନ କଲା ପରେ। ଆଉ ଗେଲି ସେପଟେ କ'ଣ ରୋଷେଇବାସ କରୁଛନ୍ତି ଟିକେ ଯିବା। ତ ମୁଁ ଭାବିଲି ଯେହେତୁ ମୋର 2 ଦିନ ଗ୍ୟାପ୍ରେ ବ୍ଲଗ୍ ଆସିନଥିଲା, ଆଜି ଟିକେ ତ ଭାଣିଜୀ ପୁଅର ବର୍ଥଡେ ବି ବ୍ଲଗ୍ଟା ଛାଡ଼ିଛି, କହିଲେ ଆଜି କିଛି ବି ମୋର ଲାଇଫ୍ର ଅପଡ଼େଟ୍ଟା ଦେଇଦେବା, ମୁଁ କେଉଁ କଣ୍ଡିସନ୍ ଅଛି କ'ଣ, କାହିଁକିନା ସମସ୍ତେ ତ ପ୍ରାୟତଃ ୱେଟ୍ କରିଥାଉ ଯଦି ସମୟ ଅନୁସାରେ ବ୍ଲଗ୍ ନ ଆସିଲେ ଭାଇ କ'ଣ ହେଇଛି କ'ଣ ନାହିଁ, ଆଉ ଗେଲି ଭାଉଜ କ'ଣ ହେଲା, ଭାଇ ଭାଉଜ କ'ଣ କରୁଛନ୍ତି। ତ ସେଥିପାଇଁ ଆପଣମାନଙ୍କ ପାଇଁ ଛୋଟିଆ ବ୍ଲଗ୍ଟେ ନେଇକି ଆସିଲି, ଆଉ ମନର କଥା ଆପଣମାନଙ୍କ ସହିତ ଗପିଦେଲି। ଆଶା କରୁଛି ଆପଣମାନେ ନିହାତି ସବୁ ବ୍ଲଗ୍ ଭଳି ଏଇ ବ୍ଲଗ୍ ବି ଭଲ ପାଇବା ଦେବେ। ତ ଚାଲ ଯିବା ଦେଖିବା ଗେଲି କ'ଣ ରୋଷେଇ କରୁଛନ୍ତି, କାହିଁକି ମୁଁ କହିଲି ମୋ ପାଟି କିଛି ଟେଷ୍ଟ ଆସୁନି, ମୋତେ ଖାଇବା ପାଇଁ କିଛି ଭଲ ଲାଗୁନି, ତ ଦେଖିବା ଗେଲି କ'ଣ କରୁଛନ୍ତି। ତ ଚାଲ। ତ ସାଙ୍ଗମାନେ ଆପଣମାନଙ୍କୁ ବି କାହାକୁ ମାନେ ଏମିତି ଅସୁସ୍ଥ ହେଲା ପରେ ବ୍ଲଗ୍ କରିବା, ଘରୁ ବାହାରକୁ ଯିବା, ଖାଇବା ଟୋଟାଲି ଭଲ ଲାଗେନି ନା ନାହିଁ। ତ ଆପଣମାନଙ୍କୁ ବି ଯଦି ଏମିତି ଲାଗେ ତ ନିହାତି ତ ଆପଣମାନେ ବୁଝିପାରୁଥିବେ। ଦେଖନ୍ତୁ କ'ଣ କରୁଛନ୍ତି ସେ ମ୍ୟାଡ଼ାମ୍, ଦେଖନ୍ତୁ କ'ଣ କରୁଛନ୍ତି, ଆଉ ତାଙ୍କ କାମରେ ବର୍ତ୍ତମାନ ବିଜି ଅଛନ୍ତି। ଆପଣମାନେ ତ ମୋ ଟୋନ୍ଟା ଶୁଭୁଥିବ, ଗଲା ମୁଁ ତ ଗୋଟେ ପେସେଣ୍ଟ। ଆଉ ମ୍ୟାଡ଼ାମ୍ କ'ଣ ଚକୁଳିଟା ହଉନି କି? ଫ୍ରେଣ୍ଡସ୍, ମ୍ୟାଡ଼ାମ୍ ଚକୁଳି ଆଉନି, ନା ନା ମ୍ୟାଡ଼ାମ୍ ହାତରେ ହେଉଛି ପତଳା ଚକୁଳି, ସୁନ୍ଦର ହେଉଛି, କିନ୍ତୁ ଆଜି ବାହାରିବନି। ଦେଖନ୍ତୁ ମୁଁ ଲାଇଭ୍ ଦେଖାଉଛି, ନହେଲେ ମୁଁ ଏବେ କରିଦେଲେ ମ୍ୟାଡ଼ାମ୍ ଦେଖେଇଦେ କୋଉଟା ଭଲ ଥିବ ସେଇଟା ଆଣିକି ଆଉ ଦେଖେଇ ଦେଖ ମୁଁ କେତେ ଭଲ କରିଛି। ଧୀରେ ଧୀରେ। ଆଉ ମ୍ୟାଡ଼ାମ୍ ଆଜି କ'ଣ ଚକୁଳି? ଚକୁଳି ତମ ଦେହ ଖରାପ ତ ପାଟିଟା ଟିକେ ସ୍ୱାଦ ହବ, ଟିକେ ଚକୁଳି କରିଦେଇଛି, ଆଉ ଟିକେ କାମ ଅଛି ଚକୁଳିରେ। ତ ସାଙ୍ଗମାନେ ମୁଁ ତ ଗଲା ଅସୁସ୍ଥ, ସେଥିପାଇଁ ମୋ ପେସେଣ୍ଟ ଦେହକୁ ସୁଟ୍ କରିବ, ସେଥିପାଇଁ ମ୍ୟାଡ଼ାମ୍ ଗୋଟେ ଚକୁଳି ଫକୁଳି କରୁଛନ୍ତି ଆଉ ଏମିତି। ନା ନା ମୋଟା ମୋଟା ଟିକେ କାମ ଅଛି ତ, ମୋଟା ମୋଟା ଟିକେ କର। ଓକେ ହଉ, ହଁ ରେଡ଼ି। ଆଉ ଦେଖିଲେ ସାଙ୍ଗମାନେ ପୁରା ଜହ୍ନ କରେ ଆଉ ମ୍ୟାଡ଼ାମ୍ର ଚକୁଳି। ଆଉ ଫ୍ରେଣ୍ଡସ୍, ମ୍ୟାଡ଼ାମ୍ ଆଜି ଖାଇ ପିଇକି ଆମର ଭିଡ଼ିଓ କଲ୍ ଚାଲିଛି, ସବୁ ଭାଇ ଭଉଣୀଙ୍କ ସହିତ ବହିକି ଗପୁଛନ୍ତି, କିଏ କ'ଣ ଖାଇଲା ଆଉ କ'ଣ ଏପଟେ କିଏ କ'ଣ ଅଛି ଏମିତି ମୁଁ ଦେଖୁଛି। ଏ ଭିତରେ ଅଛି ସାନାନୀ, ଆଉ ଆମେ ଅଛୁ ବଗୁଲା ବଗୁଲି, ବଡ଼ ନାନୀ, ଆଡ଼େ ରୋହିତ। ତ
ଏପଟେ କହୁଛନ୍ତି ଚାଲିଛି କି ବଗଲା ବଗଲି ଅଛନ୍ତି ମିଳି ତାଙ୍କର ଭିଡିଓ କଲ୍ ଚାଲିଛି ମୋର ଭିଡିଓ ଚାଲିଛି ଦେଖୁନ କି ହସ ଲୋକ ପାୱା ହାଇ କର କିନ୍ତୁ ଆଇଗଲେ ସବୁ ଯା କ୍ୟାମେରା ଦେଖା ଯାଉନି ତ କ୍ୟାମେରା ଲାଇଟ୍ ଚାଲୁ ଅଛି ଭିଡିଓ ବନଉଛନ୍ତି ଭିଡିଓ ମତେ 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 ଥଣ୍ଡା ହେଇଯାଇଥିଲା ମତେ ଥଣ୍ଡା ହେଇଯାଇଛି ଦେଖୁନି ଆଡେ ଥଣ୍ଡା ହେଇଯାଇଛି ହଁ ନାଇଁ ଏପଟେ ଯାଇ ଆଉ ହଁ ଦେଖେ ନା ଦେଖ ବଳକା ଲଗେଇଦେଲି ଏଠି ଖାସ ଆଇଲେ ମୋ ଆଗରେ ଆଇ ଖାସ ଗତି ଖାଲି ଛିଙ୍କ ନା ଖାସ ଯା ନାନିର ସମସ୍ତ ଆଗରେ ବଡକା ଲଗେଇଦେଲି ପୁରନ୍ତି ଗରମ ପାଣି ବଡକା ଲଗେଇଦେଲି ଯା ସାଡେ ହେଲା ଲଗେଇ ଆରେ